वर्षा ऋतु रे बारंबार स्वास्थ्य खराब होउछि कि जानन्तु ଏହା ପଛରେ ଥିବା ତିନୋଟି ବଡ଼ କାରଣ। ବର୍ଷା ଋତୁରେ ଉଭୟ ବୟସ୍କ ଏବଂ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ଯଦି ଖାଇବା ଅଭ୍ୟାସରେ ଟିକିଏ ଅସାବଧାନ ହେବ ତେବେ ଆପଣ ଅସୁସ୍ଥ ହୋଇପାରନ୍ତି। ବର୍ଷା ଋତୁରେ ଅନେକ ପ୍ରକାର ଇନଫେକ୍ସନର ଆଶଙ୍କା ବଢ଼ିଥାଏ। ଏପରି ହେବାର କାରଣ ଏହି ଋତୁରେ ଖରାପ ପାଣି, ମଶା ଏବଂ ବାୟୁ ଦ୍ୱାରା ସମସ୍ତ ରୋଗ ସୃଷ୍ଟି ହୁଏ। ଡେଙ୍ଗୁ, ମ୍ୟାଲେରିଆ, ମଶା ଦ୍ୱାରା ବ୍ୟାପୁଥିବା ରୋଗ, ଦୂଷିତ ପାଣି ଏବଂ ଖାଦ୍ୟ କାରଣରୁ ଡାଇରିଆ, ଜଣ୍ଡିସ୍ ଏବଂ ଟାଇଫଏଡ୍ ହେବାର ଆଶଙ୍କା ରହିଛି। ଥଣ୍ଡା ଏବଂ ଅଧିକ ସମସ୍ୟା ହୋଇପାରେ। ଏଥିପାଇଁ ପରିଷ୍କାର ପାଣି ପିଇବା ଏବଂ ଘରେ ସତେଜ ଖାଦ୍ୟ ଖାଇବା ଜରୁରୀ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ଆପଣ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଆପଣଙ୍କର ନୀତିଦିନିଆ ଡାଏଟରେ ସାମିଲ କରନ୍ତୁ। ବର୍ଷା ସମୟରେ ହଠାତ୍ ତାପମାତ୍ରା ବଢ଼ିଯାଏ କିମ୍ବା କମିଯାଏ। ପାଗ ଅତ୍ୟଧିକ ଓଦା ରହିବା ଯୋଗୁଁ ନିଶ୍ୱାସ ନେବାରେ ମଧ୍ୟ ପ୍ରଭାବିତ ହୋଇଥାଏ। ଏହି ଋତୁରେ ଶ୍ୱାସରୋଗୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଆପଣ ନିଜର ଡାଏଟ୍ ଠିକ୍ ରଖିଲେ ବର୍ଷା ସମୟରେ ବ୍ୟାପୁଥିବା ରୋଗରୁ ରକ୍ଷା ପାଇପାରିବେ।